ମଣିଷ ସଦାସର୍ବଦା କାଲିର ଚିନ୍ତା କରୁଥାଏ। କାଲି ସବୁ ଠିକ୍ ହେବ କି ନାହିଁ, କାଲି ଟଙ୍କା ମିଳିବ କି ନାହିଁ, କାଲି ମୋତେ ଲୋକେ ପସନ୍ଦ କରିବେ କି ନାହିଁ, ଏହି ଚିନ୍ତା ମଣିଷର ବର୍ତ୍ତମାନ କ୍ଷଣକୁ ନଷ୍ଟ କରିଥାଏ। ମନ ପଣ୍ୟଦ୍ରବ୍ୟ ପରି ଭବିଷ୍ୟତ ବଜାରରେ ନିଜକୁ ବିକ୍ରି କରିଥାଏ। ସ୍ୱୟଂକୁ ବର୍ତ୍ତମାନରେ ବଞ୍ଚିବା ନ ଶିଖି ଚିନ୍ତା ଚାହେଁ, ଭୟ ଚାହେଁ। କାରଣ ଚିନ୍ତା ବିନା ମନର ଅସ୍ତିତ୍ୱ ନାହିଁ। ଯେ ମଣିଷ କାଲିର ଅପେକ୍ଷା କରେ, କାଲି କେବେ ଆସେ ନାହିଁ। ଯଦି ଅସ୍ତିତ୍ୱକୁ ରକ୍ଷା କରିବାକୁ ଚାହଁ, ଭବିଷ୍ୟତକୁ ଛାଡ଼ି ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କର। ଅସ୍ତିତ୍ୱ ତୁମର ବଞ୍ଚିବାର ମାଳି ପରି ଯତ୍ନ ନେବ। ଯେତେବେଳେ ତୁମେ ଭୟରେ, ଚିନ୍ତାରେ ରୁହ, ତୁମକୁ ତୁମର ଚକ୍ଷୁ ଜୀବନର ରହସ୍ୟ ଦେଖିବାକୁ ପାଇବ ନାହିଁ। ଚିନ୍ତା ଭବିଷ୍ୟତକୁ ସୁରକ୍ଷିତ କରେ ନାହିଁ, ବର୍ତ୍ତମାନକୁ ନଷ୍ଟ କରିଦିଏ। ବର୍ତ୍ତମାନରେ ବଞ୍ଚିବା ଭବିଷ୍ୟତର ବଞ୍ଚିବାର ଉତ୍ସ ବନିଦିଏ। ବର୍ତ୍ତମାନ କ୍ଷଣରେ ନିଜକୁ ବଞ୍ଚିବାରେ ବୁଡ଼ି ରୁହ। ଏହା ହିଁ ପ୍ରାର୍ଥନା, ଏହା ହିଁ ମୁକ୍ତି ଅଟେ। ଜୀବନକୁ ଆସିବାକୁ ଦିଅ ଏବଂ ଚିନ୍ତାକୁ ଯିବାକୁ ଦିଅ। ଭବିଷ୍ୟତ ତୁମର ବନ୍ଦାପନା କରିବ।